ଦେଖନ୍ତୁ ଏଠି ଚୋରା ଚାଲୁଥିଲା କିନ୍ତୁ ଆମେ ମଝିରେ ମଝିରେ ଯେଉଁ ଟ୍ରେକ୍ କରାହେଉଛି ଧରାହେଉଛି ବର୍ତ୍ତମାନ ଆଜି ଯେଉଁ ଦୁଇଟା ହାୱାଇ ଆଉ ଗୋଟେ ଜେସିବି ଧରାହେଇଛି ସେଥିରେ ତା ସହିତ ଆମେ ଗୋଟେ ସମ୍ପୃକ୍ତ ଗୋଟେ ମାଫିଆକୁ ଧରାହେଇଛି। ମୁଁ ତ ଦେଖନ୍ତୁ ମୁଁ ବର୍ତ୍ତମାନ ଆଣିଛି ତାକୁ ମୁଁ ଇନକ୍ୱାରି କରିବି ବଡ଼ ମାଫିଆ କେଉଁଠି ଅଛି ଯଦି ପାତାଲେ ଥାଏ ତା ନିଶ୍ଚୟ କାଢ଼ିକି ନିଶ୍ଚୟ ଜେଲ୍ ପୁରେଇବି। ଯେହେତୁ କୋଇଡ଼ା ରେଞ୍ଜଟା କେବଳ ଖଣି ମାଫିଆମାନଙ୍କର ଏରିଆ ତାହେଲେ ତା ପୂର୍ବରୁ ଯେତିକି ବି କାମ ହେଉଥିଲା ବର୍ତ୍ତମାନ ତାହା ଖଣି ମାଫିଆମାନଙ୍କର ଚୋରି କରିବାର କମ୍ ହେଇଯାଇଛି। ଯଦି ଆମେ ସବୁ ରେଞ୍ଜ ଟୋଟାଲ୍ ଯେତିକି ପିଆରେ ବଜି ମୁଁ ଟ୍ରେଞ୍ଜ କାମ କରିଦେଇଛି ଆଉ ଯଦି ଅନ୍ୟ ସାଇଡ଼୍ରେ ଯେଉଁଠି ହେଉଛି ତାହେଲେ ମୁଁ କୌଣସି ମାଫିଆକୁ ଛାଡ଼ିବି ନାହିଁ। ତେଣୁ ମୋ ଇଲାକାରେ ଏ ରେଞ୍ଜରେ ମୋର ଦୁଇଟା ଏଇ କ୍ୟାମେରା ଅଛି ତାକୁ ଟ୍ରେକ୍ କରାହେଉଛି। ତା ସହିତ ମୋର ଯେତିକି ବି ବନ କର୍ମଚାରୀ ଅଛନ୍ତି ଷ୍ଟାଫ୍ ଅଛନ୍ତି ସମସ୍ତେ କର୍ତ୍ତବ୍ୟରତ ଅଛନ୍ତି। ଆଉ କୌଣସି ଜାଗାରେ ଯଦି ମିଳେ ତା ତତ୍କାଳ କୌଣସି ଯଦି ଇନଫର୍ମେସନ୍ ମିଳେ ତାହେଲେ ଆମେ ତତ୍କାଳ ଯାଉଛୁ ତାକୁ ଆରେଷ୍ଟ କରୁଛୁ ଆରେଷ୍ଟ କରି ନିଶ୍ଚୟ ତାକୁ ପଠାଉଛୁ।